ଶୁଣନ୍ତୁ ମୁଁ ଆକ୍ଚୁଆଲି ଗୋଟେ ରିଏଲ୍ ଫ୍ୟାକ୍ଟ କହିବି। ତ ଯେଉଁମାନେ ସେଟାକୁ ସତ ଭାବିବେ ସବୁ ଲାଇକ୍ ବୋଲି ଥମ୍ର ଗୋଟେ ଲାଇକ୍ ଦେବେ ହେଲା। ତମେ ଦି ଜଣ ସାଙ୍ଗ ଥିବ, ସିଏ କ'ଣ କରିବ, ଆରେ ତୁ ପଢ଼ୁଛୁ ଗଭର୍ଣ୍ଣମେଣ୍ଟ ପାଇଁ ପ୍ରିପେୟାର ହେଉଛୁ, ସେ କହ ଭାଇ କାହିଁ କହୁଛୁ, ମାନେ ମୁଁ ତ ଟୋଟାଲି ବହି ଧରିପାରୁନି, ମୁଁ ମାନେ ଜବ୍ରୁ ଡ୍ୟୁଟିରୁ ଆସିଲା ବେଳକୁ ମୋତେ ଏତେ ଟାୟାର୍ଡ଼ ଲାଗୁଛି, ଆଉ ମୁଁ ଜମା ବି ବହି ଧରିପାରୁନି। ସିଏ ବି ସେମ୍ କହିବ, ଆରେ ମୁଁ ବି ତ ସେଇ, ମୁଁ ଟୋଟାଲି ହିଁ ପଢ଼ିପାରୁନି, କ'ଣ କରିବି, ଜବ୍ କରିକି ପାଠ ବି ପଢ଼ି ହେଉନି। ଭାଇ ଯେତେବେଳେ ଗଭର୍ଣ୍ଣମେଣ୍ଟ ମାନେ ଏକ୍ଜାମ୍ ବାହାରିବ, ବାଇଚାନ୍ସ ତାର ବାଜିଗଲା ଗଭର୍ଣ୍ଣମେଣ୍ଟରେ, ସେ କହିବ ଆରେ ତୋର କ'ଣ ଗଭର୍ଣ୍ଣମେଣ୍ଟରେ ହେଇଗଲା, ତୁ ବା କହୁଥିଲୁ ମୁଁ ଡ୍ୟୁଟି ଯାଇକି ପାଠ ପଢ଼ି ପାରୁନଥିଲି। ସେ କହ ହେ ଭାଇ ତୁ ବିଶ୍ୱାସ କରିବୁନି, ମୁଁ ଯେତିକି ପରିଶ୍ରମ କରିଛି ନା ପୁରା ଅଲଗା ପ୍ରକାର ପରିଶ୍ରମ କରିଛି, ଆଉ ମୁଁ ଫଳ ବି ପାଇଯାଇଛି। ଆରେ ଭାଇ ତୁ ତ କାଲି କହୁଥିଲୁ ଡ୍ୟୁଟିରୁ ଆସିକି ମୁଁ ପାଠ ପଢ଼ି ପାରୁନି, ମୁଁ ମାନେ ଏତେ ଟାୟାର୍ଡ଼ ଲାଗୁଛି, ମୁଁ ଶୋଇପଡ଼ୁଛି। ଆଜି ଯେମିତି ଗଭର୍ଣ୍ଣମେଣ୍ଟରେ ବାଜିଗଲା, ଭାଇ ମୁଁ ରାତି 3ରୁ ଉଠିକି ପାଠ ପଢ଼ୁଥିଲି, ରାତି 12ଟା ଯାଏଁ ପାଠ ପଢ଼ୁଥିଲି। ପରିଶ୍ରମ ମାନେ ମୁଁ ଯେଉଁ 3 ମାସ ଯେଉଁ ପରିଶ୍ରମ କରିଛି, ମୋ ଫଳ ମୁଁ ପାଇଯାଇଛି। ଆକ୍ଚୁଆଲି ଆପଣମାନଙ୍କ ସହିତ ଏଇ ଜିନିଷଟା ହେଇଛି ନା ନାହିଁ ଆପଣ କମେଣ୍ଟ ବକ୍ସରେ କୁହନ୍ତୁ। ମୋ ସହିତ ତ ଏଇଟା ପୁରା ହେଇଛି 100%।